ମୋ ଅଜାକୁ 86 ବର୍ଷ ହେଲାଣି ନା 87 ବର୍ଷ। 86 ବର୍ଷ ଭିତରେ ଦେଖ ଭଗବାନ 87 ବର୍ଷ ଭଗବାନ ସେମିତି ଷ୍ଟ୍ରଙ୍ଗ ରଖିଛି। ଆଉ ଦେଖ 87 ବର୍ଷ ପରେ ବି ସେ କାଠ ଆଣୁଛନ୍ତି। ଦେଖ ଇଏ ହେଲେ ମୋ ଅଜା 87 ବର୍ଷ, ଭର୍ତ୍ତା ପାଉଛନ୍ତି 3500। ଆଉ ଟୋକା ବି ତାଙ୍କ ପାଖରେ ହାର ମାନିଯିବ। ଦେଖ ଆଜିକାଲି ଯୁବପିଢ଼ି ମଦ ପିଇକି ଯେମିତି ହେଉଛନ୍ତି, ଆମେ ତାଙ୍କ ଝୁଅଠୁ ଜନ୍ମ, କିନ୍ତୁ ଆମେ ଏତିକି ଦିନ ଯିବୁ କି ନାହିଁ ସନ୍ଦେହ। ମୋ ଅଜାକୁ 87 ବର୍ଷ ହେଲାଣି, ତଥାପି ୟଙ୍ଗ ଟୋକା। ଆଉ ଭଗବାନ ବହୁତ ସୁସ୍ଥ ରଖନ୍ତୁ। ମୋ ଅଜା ଆଉ 20-30 ବର୍ଷ ବଞ୍ଚୁ। ଆଉ ଇଏ ଯେଉଁ ଟୋକା ସବୁ ମଦ ପିଇକି ମାନେ 30 ବର୍ଷ 35 ବର୍ଷ ଏତିକି ବର୍ଷ ଭିତରେ କଟି ଯାଉଛନ୍ତି। ମୋ ଅଜାକୁ 87 ବର୍ଷ, ଭର୍ତ୍ତା ପାଇଲେଣି 3500। କାଠ ଆଣୁଛନ୍ତି। ଦେଖ ଅଜା କ'ଣ ଖାଇଛ? ହର୍ଲିକ୍ସ ପିଇଛନ୍ତି। ବଡି ଦେଖୁଛ ତ? ବଡି ଦେଖ ପୁରା ଷ୍ଟ୍ରଙ୍ଗ। ଏ ଯେଉଁ ଜମି ଏ ଯେଉଁ ଜାଗାଟା ଦେଖୁଛ ଟୋଟାଲି ଏକରେ। ମୋ ଅଜା ଅଜା ଏକରଟାକୁ କେତେ କିଣିଥିଲ? 5000? ଆଉ 1000 ଟଙ୍କାରେ କିଣିଥିଲେ। ଜମା 1000 ଟଙ୍କାରେ ଗୋଟା ଏକର? ଆଉ 47 ଗୁଣ୍ଠ, ମାନେ ଜମା 1000 ଟଙ୍କାରେ ସେତେବେଳେ ଟାଇମ୍ରେ ସେ କିଣିଥିଲେ। ତାଙ୍କ ଭାଇକି ଅଧା ଦେଇଦେଲେ ଦାନ। ଆଉ ସେ ତାଙ୍କର ଚାରଣା ଦେଇକି ବାରଣା ରଖିଛନ୍ତି। ସାନ ଭାଇ ଯେହେତୁ ମା ପେଟର ଭାଇ, ଭଗାରୀ ହେଲେନି, ଦେଇଦେଲେ। ଆଉ ତାଙ୍କର ଜାଗା ନଥିଲା। ମୋ ଅଜା ନାଁରେ କିନ୍ତୁ ସମ୍ପତ୍ତି, ଆଉ ତାଙ୍କୁ ଦିଆ ହେଇଗଲା। ଆଉ ଆଜିକାଲି ଯୁବପିଢ଼ି ମଦ ପିଇକି ପୁରା ବିନ୍ଦାସ ହେଉଛନ୍ତି। ଇଏ ଯେତିକି ସମୟ କାଠ ଆଣୁଛନ୍ତି, ସେତିକି ସମୟ କାଠ ଆଣିଲେ ଆଉ ଜୀବନରେ ସିଏ କିଛି ଲୋକ ଯେବେ ଦେଖୁଥିବେ ମୋ ଭିଡ଼ିଓକୁ, ମୋ ଅଜା ଏଠି କାଟୁଛନ୍ତି ଦେଖିଦେବାର, ମଦ ପିଇବାଟା ଭୁଲିଯିବେ। 87 ବର୍ଷ ମୋ ଅଜାକୁ। ଜୟ ଜଗନ୍ନାଥ।